ସାହୁ ବାବୁ ଛୋଟିଆ କଥାଟିଏ ମୋର ମନେ ପଡ଼େ। ଧନରେ ଯେଉଁ ବ୍ରହ୍ମ ବାବୁମାନଙ୍କର କଲ୍ୟାଣ କରିବେ, ମା ମାନଙ୍କର କଲ୍ୟାଣ ସାଧନ କରିବେ ନାଇଁ, ତାହେଲେ ସେ କେଉଁ ରୂପରେ କେଉଁ ସ୍ଥାନରେ ଅବସ୍ଥିତ କରିଛନ୍ତି? ସାରେ ସମସ୍ତେ ଆମେ ବେଳେ ବେଳେ ଉପରକୁ ହସ୍ତ ଟେକି ମୁହଁ ଟେକି ଏ ଶୂନ୍ୟ ବ୍ରହ୍ମଙ୍କ ଉପାସକ ବୋଲି ପରିଚୟ ଦେଇଥାଉ ନାଇଁ। ଆମେ ସମସ୍ତେ ସିନା ଆକାଶକୁ ଚାହିଁଥାଉ, ଶୂନ୍ୟ ବ୍ରହ୍ମଙ୍କର ଉପାସକ ବୋଲି ହସ୍ତ ଟେକିଥାଉ, କିନ୍ତୁ କେହି କିଛି ଦୃଶ୍ୟମାନ ହୁଅନ୍ତି ନାହିଁ ବା କେହି କିଛି ଆମେ ସେମିତି ଅନୁଭବରେ ଆଣିପାରେ ନା। ସାହୁ ବାବୁ ତା ପଦାର ବିନ୍ଦୁରେ ମନ ପ୍ରାଣକୁ ନିୟୋଜିତ ନ କରିବା ପର୍ଯ୍ୟନ୍ତ କିଏ ମାନବ ଜୀବନ କେବେ ହେଲେ ଚରିତାର୍ଥ ହେବ ନାହିଁ ନାହିଁ। କେହି କେହି ତାକୁ ମଧ୍ୟ ନିୟତି ନାମରେ ନାମିତ କରିଥାନ୍ତି। ସେ ନିୟତି ବାପା ମାନେ କିଏ ନା ଯାହାକୁ ଜନଜଗତ ବିଶ୍ୱ ନିୟତି ନାମରେ ନାମିତ କରିଥାଏ ତାର ଗୋଟେ ସ୍ୱତନ୍ତ୍ର ପରିଚୟ ଅଛି। ନିୟତି ଗଣନାଟ୍ୟ, ତାର ମାଲିକ ହେଉଛନ୍ତି ଉତ୍ତମ ପାଳ। ମୁଁ ସେ ନିୟତି ଗଣନାଟ୍ୟ କଥା କହୁନି ସାହୁ ବାବୁ। ଇଏ ନିୟତି କିଏ? ଯାହାକୁ ଆପଣମାନଙ୍କର ମଧ୍ୟମ ଯୁଗୀୟ ସାହିତ୍ୟ ପ୍ରକୃତି ପୁରୋଧା କବିବର ରାଧାନାଥ କହିବାକୁ ଯାଆନ୍ତି। କହିଲା କେ କହିବ ଇଏ ବିଧାତା କି ପାଇ, କେ କହିବ ବିଧାତା କି ପାଇ, ନାଳକୁ ଦେଲା କଣ୍ଟକେ ଜୋড়াই, ପୁରାଣକୁ ଦେଲା କଣ୍ଟକେ ଜୋড়াই। ଆପଣମାନଙ୍କର ମଧ୍ୟମ ଯୁଗୀୟ ସାହିତ୍ୟ ପ୍ରକୃତି ପୁରୋଧା କବିବର ରାଧାନାଥ କହିଲେ ମୋ ବାପା ଏ ନିୟତିର କାମଟା କ'ଣ? ସାହୁ ବାବୁ ପଦ୍ମ ପୁଷ୍ପ ଦେଖିବାକୁ ଅତ୍ୟନ୍ତ ସୌନ୍ଦର୍ଯ୍ୟ ବା ଦେବଯୋଗ୍ୟ। ଆମେ ଦେଖିବା ବୁଢ଼ା ବାପା ଇଏ ପଦ୍ମ ପୁଷ୍ପର ନାଡ଼ଟି କଣ୍ଟକିତ। ରାଧାନାଥ କହିଲେ ଆପଣ ପ୍ରଶ୍ନ କରିବେ ରେ ନିୟତି, ପଦ୍ମ ପୁଷ୍ପକୁ ଦେବଯୋଗ୍ୟ କରି ତୁମେ ସୃଷ୍ଟି କଲ, ୟା ନାଡ଼ଟିକି କଣ୍ଟକିତ କରିଛ କାହିଁକି? ସାରେ ତାର ଉତ୍ତର ଆସିବ ଯାହା ତା ତଳପଦରେ ରାଧାନାଥ ପୁନର୍ବାର କହିବା ପାଇଁ ଗଲେ। କଣ କହିଲେ? ଆଉ ପଦେ ଆପଣ ମାନେ ରାଧାନାଥ ସାହିତ୍ୟ ଶୁଣନ୍ତୁ। କହିଲା କି ଲାଗି ଚନ୍ଦନେ ଇଏ ପନଗନି ବାସ, କି ଲାଗି ଚନ୍ଦନେ ପନଗନି ବାସ, ବୁଝିବାର ସିନା ବିଫଳ ପ୍ରୟାସ, ବୁଝିବାର ସିନା ବିଫଳ ପ୍ରୟାସ। ରାଧାନାଥ ଦ୍ୱିତୀୟ ଚରଣରେ ମୋ ବାପା ମାନେ କହିଲେ ସାରେ ଚନ୍ଦନ ବୃକ୍ଷ ଆପଣ ମାନଙ୍କର ଦେବଯୋଗ୍ୟ ବୃକ୍ଷ। ଆମେ ପ୍ରଶ୍ନ କରିବା ନିୟତି, ଚନ୍ଦନ ବୃକ୍ଷ ଯଦି ଦେବଯୋଗ୍ୟ ବୃକ୍ଷ, ଏ ବୃକ୍ଷରେ ସାରେ ସର୍ପ ବାସ କରେ କାହିଁକି? ମୋ ବାପା ତାର ଉତ୍ତର ଆସିବ ଠିକ ସେଇଆ। ରାଧାନାଥ କହିଲେ ମା ପଦ୍ମ ପୁଷ୍ପ ନାଡ଼ କଣ୍ଟକିତ ହବାର ଉତ୍ତର ଯାହା, ଚନ୍ଦନ ବୃକ୍ଷରେ ସାରେ ସର୍ପବାସ କରିବାର ଉତ୍ତର ଯାହା। ଶେଷ ଚରଣରେ ରାଧାନାଥ ଆଉ ଗୋଟିଏ ନିର୍ଯାସ ଦେବା ପାଇଁ ଗଲେ। ତା ତଳପଦରେ ପରିଷ୍କାର ଭାବରେ କହିଦେଲେ, କହିଲେ ଗୋଟେ ହାଣ୍ଡି କି ଗୋଟେ ଠେଙ୍ଗା, 100 ହାଣ୍ଡି କି ଗୋଟିଏ ଠେଙ୍ଗା। ସାହୁ ବାବୁ ଶେଷ ଚରଣର ନିର୍ଯାସଟା କ'ଣ ନା ଏ ଦେବକୂଟ ସିନା ଦେବତାଙ୍କୁ ଜଣା, ମାନବ ତୈ
ଦେବତା ମାନଙ୍କର ମାୟା ନିକଟରେ ଦେବତା ମାନଙ୍କର କପଟ ନିକଟରେ ଆମେ ମାନବ ସାରେ କାଳେ 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 ବଣା ହେଇଛି ଏ ଦୁନିଆରେ ଏଭଳି ବ୍ୟକ୍ତିତ୍ୱ କେହି ନାହିଁ ଯେ ଛାତିରେ ହାତ ମାରି କହିବା ମୁଁ ମାନବ ହୋଇ ଦେବତାଙ୍କ ନୀତିକୁ ମଧ୍ୟ ଭେଦ କରି ଯାଇଛି ନା ଆମେ କାଳେ 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 ସମସ୍ତେ ଦେବତା ମାନଙ୍କର ମାୟା କପଟ ନିକଟରେ ମାନବ ଆଜ୍ଞା ବଣା ହେଇଛି ତାହେଲେ ସାହୁ ବାବୁ ଛିଡ଼ା ହୁଅ ଇଏ ନିୟତିର ନୀତିଟା ଆଉ କଣ ଜାଣିଛ ତମେ ମାଙ୍କଡ ଦେଖିଛ ମାଙ୍କଡ ମାଙ୍କଡ କଥା କାହିଁ କହୁଛନ୍ତି ସାର୍ ଆମ ବାଇରେ କିଛି ଆଜ୍ଞା ଫଳ ଫୁଲି କିଛି ରହୁନି ନଡିଆ ନାହିଁ କି ଜହ୍ନି କାକୁଡି ଲଗେଇଲେ ସବୁ ନଷ୍ଟ ଦେଖିଛି ମାଙ୍କଡ ଦେଖିଛି ମାଙ୍କଡର ସ୍ୱରୂପଟା ଦେଖିବାକୁ ବାପା କିପରି ମାଙ୍କଡ ଦେହ ଯାକ ଧଳା ମୁହଁଟା କଳା ଗୋଟେ ପଛପଟେ 5-6 ହାତ ଲାଞ୍ଜ ଆଉ ନଖ ଅଛି 4ଟା ଯୋଡେ ଗୋଡ ଯୋଡେ ହାତ କେମିତି ମତେ ପଚାରିବେ ହେଲା ଯଦି ମାଙ୍କଡ ଦେଖିବାକୁ ଏପରି ସାହୁ ବାବୁ ମାଙ୍କଡ ଛୁଆ ଦବା କେବେ ଦେଖିଛ ମାଙ୍କଡ ଛୁଆ ଦବା ହଁ ମାଙ୍କଡ ଛୁଆ ଦବା ଦେଖିଛି ସାର୍ ଶୁଣ ହଁ ଦେଖିଛି ମାଙ୍କଡର ଛୁଆ ଦବା ସମୟ ଯେତେବେଳେ ହୁଏ ଅଣ୍ଡା ଦିଏ ଅଣ୍ଡା ଦବ ମାଙ୍କଡ ଏ ବୁଢା ମୁଣ୍ଡ ଖରାପ ହେଇଯାଇଛି ନା କଣ ମାମୁଁ ଆରେ ମାଙ୍କଡର ଛୁଆ ଦବା ସମୟ ଯେତେବେଳେ ହୁଏ ସାରେ ଗୋଟିଏ ବୃକ୍ଷକୁ ଆସିବ ଯେଉଁ ବୃକ୍ଷରେ ଶାଖା ଗୁଡ଼ିକ ଡାଳ ଗୁଡ଼ିକ ସବୁ ଛନ୍ଦା ଛନ୍ଦି ହେଇଥିବ 2ଟି ଶାଖାକୁ ମାଙ୍କଡ ଏମିତି ଧରିବ ପଛ ପାଖରେ 2ଟି ଛୋଟ ଛୋଟ ଶାଖା ଥବ ମାଙ୍କଡ ଯେତେବେଳେ କୁନ୍ଥେଇବା ଆରମ୍ଭ କରିବ ବାପା ମାଙ୍କଡ ଛୁଆ ମା ଗର୍ଭରୁ ଅଧେ ବାହାରି ଥବ ଯୋଡ଼ିଏ ହାତ ବାହାରି ଥବ ଅଧେ ମା ଗର୍ଭ ଭିତରେ ଥବ ମାଙ୍କଡ ଛୁଆ ଇଏ ଡାଳ 2ଟାକୁ ଏମିତି ଧରିବ ମାଙ୍କଡ ହିଁ କହି ଡେଇଁ ଯାଇ ତା ଛୁଆକୁ ଚାପଡ଼ି ଧରିବ ତାହେଲେ ସାହୁ ବାବୁ ମାଙ୍କଡ ଛୁଆକୁ ମା ଗର୍ଭରୁ ବାହାରିବା ପୂର୍ବରୁ ଇଏ ଡାଳ ଧରିବା ଶିଖେଇଛି କିଏ ନା ସେଇ ନିୟତି ସେଇ ନିୟତି ସେ ନିୟତିର ନୀତିକୁ ଏ ଦୁନିଆରେ ଏଭଳି ବ୍ୟକ୍ତି କେହି ନାହିଁ ଯେ ଛାତିରେ ହାତ ମାରି କହିବ ମୁଁ ଭେଦ କରିଛି ପୁନଃ ରାଧାନାଥ କୁହନ୍ତି କହିଲେ ଶକ୍ତି ନାହିଁ ବଶ୍ଚ କାହାରି ଜଗତେ ସମସ୍ତେ ଆଜ୍ଞା ନିୟତିର ନୀତି ନିକଟରେ ଗଣା ହବା ଆଉ ସେ ନିୟତି ନୀତିଟା ବୁଢା ବାପା ଏପରି ଆଜି ତ ଯିବା ଆସିବା ଦିନ ପାଲା ଶେଷ ଦିନ ପାଲା ସାରେ 4 ଦିନ ପାଲା ସରିଗଲା ଭାଇମାନେ ବାବୁମାନଙ୍କର ସଦା ସର୍ବଦା ଇଚ୍ଛା ସାରେ ଆଜି ଟିକେ ମହାଭାରତ କଥା କୁହନ୍ତୁ ଆମେ ତ 3 ରାତି ହେଲାଣି କେବଳ ଆଲୋଚନା ଶୁଣିଲାଣି ଆଜି ବିଷୟଟିଏ କହିବା ତାହେଲେ ସାହୁ ବାବୁ ଇଏ ନିୟତି ନୀତି ଉପରେ ମୁଁ 2 ଧାଡ଼ି ପୁରାଣ କଥା କହିବି ମହାଭାରତ କଥା କହିବି ନାହିଁ ଇଏ ଘଟଣାଟା ବାପା ହୋଇଛି କଣ ନା ଇଏ ନିୟତିର ନୀତିଟା ଆଜି ଏଭଳି ହେଇଛି ଆମେ ହସ କାନ୍ଦ ଭିତରେ ଗତି କରିବା ପାଇଁ ପଡିବ ଯାହାକୁ ଆପଣ ମାନଙ୍କର କବି କହିବା ପାଇଁ ଗଲେ କହିଲେ ନିୟତି ହସାଏ ନିୟତି କନ୍ଦାଏ ଅତି ହସାଏ ନିୟତି କନ୍ଦାଏ ହସ କାନ୍ଦ
ନୀତିଟା ବାପା ମାନେ ଏପରି ଏ ଦୁନିଆରେ 5 ଜଣ ବ୍ୟକ୍ତି ହସିଲା ବେଳେ ସାରେ 2 ଜଣ ବ୍ୟକ୍ତି କାନ୍ଦୁଥାନ୍ତି। 2 ଜଣ ବ୍ୟକ୍ତି ହସିଲା ବେଳେ 5 ଜଣ ବ୍ୟକ୍ତି କାନ୍ଦୁଥାନ୍ତି। ହେ ହେ ମା, ନଦୀରେ ବନ୍ୟା ଆସିଲେ ସାରେ ସମ ପରିମାଣରେ 2 କୂଳ ଖାଏ ନା। ସାହୁ ବାବୁ ଗୋଟିଏ କୂଳ ଖାଇଲା ବେଳେ ଆଉ ଗୋଟାଏ କୂଳ ରହେ। କାହିଁକି ନା ଇଏ ନିୟତିର ନୀତି, ଯାହା ଆଜି ଆମ ପୁରାଣ ପୃଷ୍ଠାରେ ଦେଖାଯାଇଛି।